ଆଣ୍ଟିଲେଟେଡ୍ ଗାଏ 1 ମିଲିୟନ୍ ଫଲୋअर्स କମ୍ପ୍ଲିଟ୍ ହେଇଗଲା। ଭାଇ ଏଇ ଭିଡ଼ିଓ ଦେଖିକିନା ବହୁତ ଜଣ ତାଙ୍କୁ ରୋଷ୍ଟିଂ କରୁଛନ୍ତି। ତାଙ୍କ ଫ୍ରେଣ୍ଡସ୍ ମାନେ ଭିଡ଼ିଓ ଏଡ଼ିଟିଂ କରି ପକାଉଛନ୍ତି ଆମ ଓଡ଼ିଆ ହିରୋ କାହାରି ବି ମିଲିୟନ୍ କମ୍ପ୍ଲିଟ୍ ହେଇନାହିଁ, କିନ୍ତୁ ତାଙ୍କର ହେଇଯାଇଛି। ତ ମୁଁ ଭାଇ ଦୁଇ ଜଣଙ୍କ ଜଣକାର ୟୁଟ୍ୟୁବରେ ଜଣଙ୍କ ରୋଷ୍ଟିଂ ଭିଡ଼ିଓ ଦେଖିଥିଲି, ଜଣଙ୍କ ଇନଷ୍ଟାଗ୍ରାମରେ ଦେଖିଥିଲି। ଭାଇ ସେମାନେ ରୋଷ୍ଟିଂ କରୁଛନ୍ତି କି ଉଦିତିକୁ ଯେଉଁମାନେ ସପୋର୍ଟ କରୁଛନ୍ତି, ମାନେ ତାଙ୍କ ଫଲୋଅର୍ସ ମାନଙ୍କୁ ରୋଷ୍ଟିଂ କରିଛନ୍ତି। ଉଦିତିକୁ ବି ନୁହେଁ, ଆଣ୍ଟିଲେଟେଡ୍ ଗାଏଙ୍କୁ ବି ନୁହେଁ, ତାଙ୍କ ଫଲୋଅର୍ସ ମାନଙ୍କୁ ରୋଷ୍ଟ କରିଛନ୍ତି। ତ ସେଇଟା ମୋତେ ବହୁତ ବାଧିଲା, ସେଇପାଇଁ ମୁଁ ଭିଡ଼ିଓଟା କରୁଛି। କହୁଛନ୍ତି କି ସେମାନେ ଯେ ତାଙ୍କୁ ଯିଏ ସପୋର୍ଟ କରୁଛନ୍ତି ସେ ଲୋକମାନେ ତାଙ୍କ କହିବା କଥା ଅନୁଯାୟୀ ସେମାନେ ଭଲ ନୁହନ୍ତି, ସେମାନେ ବହୁତ ଫାଲତୁ ଲୋକ, ଖରାପ ଲୋକ, ଭଲ ଜିନିଷକୁ ସପୋର୍ଟ କରୁନାହାନ୍ତି। ଭାଇ ଯେଉଁମାନେ ଏଇ ଟାଇପ୍ର ଭିଡ଼ିଓ କରିକି କହିକି ଛାଡ଼ୁଛ ମାନେ ତାଙ୍କ ଫଲୋଅର୍ସ ମାନଙ୍କୁ, ଭାଇ ତୁମ ଭିଡ଼ିଓ ତୁମ ଆଇଡ଼ି ତୁମେ ନିଜେ ଦେଖ। ତ ମୋତେ କୁହ ତୁମର ଏମିତି ତୁମ ଭିଡ଼ିଓରେ କ'ଣ ଅଛି କି ଲୋକମାନଙ୍କୁ ଭଲ ବାର୍ତ୍ତା ମିଳିବ, ଭଲ ଶିକ୍ଷା ମିଳିବ। ତୁମେ ଭ୍ୟୁଜ୍ ପାଇଁ ଯେଉଁମାନେ ଭାଇରାଲ୍ ହେଉଛନ୍ତି ସେମାନଙ୍କୁ ରୋଷ୍ଟିଂ କରୁଛ, ତାପରେ ପୁଣି କହୁଛ ତାଙ୍କର ଦମ୍ ନାହିଁ କନସେପ୍ଟରେ, ତାଙ୍କର ଭଲ କିଛି ବାର୍ତ୍ତା ମିଳିବା ନାହିଁ। ଭାଇ ତୁମ ଆଇଡ଼ି ନିଜ ଭିଡ଼ିଓ ନିଜେ ଦେଖ କି ଗୋଟେ ଛୋଟ ପିଲା ହେଉ କି ବଡ଼ ଲୋକ ହେଉ ଗୋଟେ କ'ଣ ଭଲ ବାର୍ତ୍ତା ମିଳିବ। ଫଲୋଅର୍ସ ମାନଙ୍କୁ ଭାଇ ଯେଉଁଟାକୁ ମୁଁ ଗୋଟେ ସାଧାରଣ ମଣିଷ, ପବ୍ଲିକ୍ ମୁଣ୍ଡେ ମୋତେ ଯେଉଁଟା ଭଲ ଲାଗିବ ମୁଁ ସେଇ ଭିଡ଼ିଓ ହିଁ ଦେଖିବି ନା। ଯେଉଁମାନଙ୍କୁ ପବ୍ଲିକ୍ ମାନଙ୍କୁ ଯେଉଁଟା ଭଲ ଲାଗେ ସେଇଟା ଦେଖିବି। ପବ୍ଲିକ୍ କହିବା ପାଇଁ ତୁମର ଅକାତ ନାହିଁ ଭାଇ। କାହାକୁ ଏମିତି ରୋଷ୍ଟିଂ କରୁଛ ଭାଇ, ରୋଷ୍ଟିଂ ହିସାବରେ କର। କାହାର ନାଁ ନେବି ନାହିଁ, କାହିଁକି ନା ରୋଷ୍ଟିଂରେ ଏବେ ପର୍ସନାଲି ଶତ୍ରୁତା ହେଇଯାଉଛି ବହୁତ, ସୋସିଆଲ ମିଡ଼ିଆରେ ଦେଖୁଥିବେ। ତ ଭାଇ କାହାର ମିଲିୟନ୍ ଫଲୋଅର୍ସ ହେଇଗଲେ ତାର ପରିଶ୍ରମକୁ ତାକୁ କରିବାକୁ ଦିଅ। ଭାଇ ସିଏ ବହୁତ ଦିନରୁ ସେ ଭିଡ଼ିଓ କରୁଛି, ବହୁତ ପରିଶ୍ରମ କଲା ପରେ ଆଜି ସେଇ ଜାଗାରେ ପହଞ୍ଚିଛି। ତାପରେ ବି ତାର 2ଟା ୟୁଟ୍ୟୁବ୍ ଚ୍ୟାନେଲ୍ ଉଡ଼ି ଯାଇଛି, ଇଏ ହେଇଯାଇଛି। ତ ବହୁତ କିଛି କଥା ଅଛି। ତୁମେ ମାନେ ତୁମ ନିଜ ଭିଡ଼ିଓ ଦେଖ କେତେ ଦମ୍ ଅଛି, ତାପରେ ଜଣଙ୍କୁ ତୁମେ ରୋଷ୍ଟ କରିବ। ମୁଁ ଭାଇ ବହୁତ ମାନେ ଭିଡ଼ିଓ ଦେଖି ସାରିଲିଣି ରୋଷ୍ଟିଂ ମାନେ ଏମିତି କରୁଛନ୍ତି, ତାଙ୍କ ଫଲୋଅର୍ସ ମାନଙ୍କୁ ହିଁ କହୁଛନ୍ତି। ଜଣେ ଇନଷ୍ଟାଗ୍ରାମ ଭାଇ ଦେଖିନି, ମୋତେ ବହୁତ ରାଗ ମାଡ଼ିଥିଲା। ମୁଁ ଭାବୁଥିଲି ତାଙ୍କୁ କମେଣ୍ଟ କରିବି, ମୁଁ କହିଲି ନାଇଁ ଛାଡ଼, ମୋର ତ କ୍ୟାଟେଗୋରୀ ଅଲଗା, ମୋର ଭାଇ ଏଣ୍ଟରଟେନମେଣ୍ଟ ରିଲ୍ସ ଭିଡ଼ିଓ ପକାଉଛି, କାହିଁକି ମୁଁ ସେ ଝାମେଲାରେ ପଶିବି। ତ ତାପରେ ଯେତେବେଳେ ଆଉ ଜଣଙ୍କ ଭିଡ଼ିଓ ଦେଖିଲି ସେଥିପାଇଁ ମୁଁ ଭିଡ଼ିଓ କରି ଛାଡ଼ିଲି।